ଏବେ ଆମେ ଶୁଣିବା ନିଶିର ଡାକର ଦ୍ୱିତୀୟ ଭାଗ। ପ୍ରଥମ ଭାଗରେ ଆମେ ଶୁଣିଥିଲେ ଯେ ଦୁଇ ବନ୍ଧୁ କେମିତି ପାଠପଢ଼ା ଛୁଟିରେ ଆସିଛନ୍ତି ଗାଁକୁ, ଆଉ ସେଠି ଗୋଟେ ରହସ୍ୟମୟ ଚରିତ୍ର ନିଶି ପିଶାଚୁଣୀ ସହିତ ତାଙ୍କର ଭେଟ ହେଇଛି। ଦ୍ୱିତୀୟ ଭାଗ ଆସନ୍ତୁ ଶୁଣିବା। ଏହି କାହାଣୀର ଲେଖିକା ଓ ଉପସ୍ଥାପନାରେ ମୋନାଲିସା ନାୟକ। ମୁଁ ମନେ ମନେ ଭାବୁଥିଲି, ଏମିତି କ'ଣ ଅଛି ଏତେ ରାତିରେ ମାଉସୀ ଡାକୁଛନ୍ତି କ'ଣ ପାଇଁ? କାଳେ କିଛି ବିପଦ ହେଇଥିବ ବୋଧେ। ଯାଏଁ ଦେଖି ଆସେ, ଦେଖି ଆସିବାଟା ହିଁ ଭଲ ହବ। ମୁଁ ଯାଇ କବାଟ ଖୋଲିଲି। କବାଟ ଖୋଲି ବାହାରକୁ ଦେଖିବାରୁ ମୁଁ ସାମ୍ନାରେ ପଛ ଆଡ଼କୁ ମୁହଁ କରି ମାଉସୀ ଛିଡ଼ା ହେଇଥିଲେ। କ'ଣ ହେଲା ମାଉସୀ, ଏତେ ରାତିରେ ତମେ ବାହାରେ କ'ଣ କରୁଛ ଯେ? ମୋ ପଛେ ପଛେ ଆସେ, ତତେ ଗୋଟେ ଜାଗାକୁ ନେଇଯିବି। କୁଆଡ଼େ? ଆଉ କୋଉ ଜାଗାକୁ ଯିବା? ମୁଁ ଗୋଟେ ପାଦ ଜଷ୍ଟ ଆଗକୁ ବଢ଼େଇଛି କି ନାହିଁ, ବର୍ଷା ପାଟି ପଛରୁ ଶୁଭିଲା। ବୁଲିକି ଅନେଇବାରୁ ବର୍ଷା ଛିଡ଼ା ହେଇଛି। ଏଇ ତୁ ଏତେ ରାତିରେ ବାହାରେ କ'ଣ କରୁଛୁ? କବାଟ କ'ଣ ପାଇଁ ଖୋଲିଛୁ? ବୋଉ ପା ମନା କରିଥିଲା କବାଟ ନ ଖୋଲିବାକୁ। ମୁଁ କିଛି ଭାବି ହିଁ ପାରୁନଥାଏ। ଭିତରୁ ମାଉସୀ ପାଟି ବି ଶୁଭିଲା। ଆରେ କ'ଣ ହେଇଛି? ତମେ ଦି ଜଣ ଏତେ ରାତିରେ ନ ଶୋଇ କ'ଣ କରୁଛ ଏଠି? ହେ ଭଗବାନ, କବାଟ କ'ଣ ପାଇଁ ଖୋଲା ଅଛି? ବର୍ଷା, ତତେ ମୁଁ ମନା କରିଥିଲି ନା ରାତିରେ ଜମା କବାଟ ନ ଖୋଲିବାକୁ। ତମେ ଦି ଜଣ କବାଟ ଖୋଲି କ'ଣ କରୁଛ ଏଠି? ବୋଉ, ସତ କଥା କ'ଣ କି ମୁଁ ତ ଶୋଇପଡ଼ିଥିଲି। ହଠାତ୍ କବାଟ ଖୋଲା ଶବ୍ଦରେ ମୋ ନିଦ ଭାଙ୍ଗିଗଲା। ମୁଁ ଉଠିକି ଆସି ଦେଖେ ତ ମୋନାଲିସା ବାହାରେ ଛିଡ଼ା ହେଇଛି, କେହି କୋଉଠି ନାହାନ୍ତି। ଆରେ କ'ଣ ହେଇଛି ତୋର ମା? ତୁ ଠିକ ଅଛୁ ତ? ଆଜ୍ଞା, ସେତେବେଳକୁ ମୋ ମୁଣ୍ଡ କିଛି କାମ କରୁନଥିଲା। ମାଉସୀ ଘରେ ଥିଲେ ଯଦି ମୋତେ ବାହାରେ କିଏ ଡାକୁଥିଲା? ମୁଁ ମାଉସୀଙ୍କୁ ସବୁ କଥା ଖୋଲିକି କହିଲି। ହେ ଭଗବାନ, ସେ ନିଶି ପିଶାଚୁଣୀ ଆସିଥିଲା। ତୋ ଉପରେ ତା ନଜର ପଡ଼ିଯାଇଛି। ସେ କାଲି ପୁଣି ଆସିବ। ମା ବର୍ଷା, ତମେ ଦି ଜଣ କାଲି ସକାଳୁ ଉଠିକି ବାହାରି ଯାଅ ତୋ ମାଉସୀ ଘର ଗାଁକୁ। ବାକି ଛୁଟି ସେ ସେଇଠି କାଟିବ। ପର ଛୁଆକୁ ଆଣିକି ତୁ ଏଠି ବିପଦରେ ପକେଇଲୁ। ତାକୁ ଆଜି ଯଦି କିଛି ହେଇଥାନ୍ତା, କ'ଣ ଜବାବ ଦେଇଥାନ୍ତି ମୁଁ ତା ମା ବାପାକୁ? ନା ନା, ଜମା ନୁହେଁ। କାଲି ସକାଳୁ ତମେ ଦି ଜଣ ବାହାରି ଯିବ। ଏତିକି କହି ମାଉସୀ ଚାଲିଗଲେ ଶୋଇବାକୁ। ଆମ ଦି ଜଣଙ୍କ ଆଖିରେ ଆଜ୍ଞା ନିଦ ହିଁ ନାହିଁ। ଯେମିତି ବି ହଉ ଏଇ ନିଶି ପିଶାଚୁଣୀ ଉପରୁ ପର୍ଦ୍ଦା ଉଠିବାକୁ ପଡ଼ିବ। ଗାଁଟା ଯାକ ଲୋକେ ନହେଲେ ଏମିତି ବଳି ପଡ଼ୁଥିବେ ଗୋଟେ ପରେ ଗୋଟେ। ଏଇଆ ଭାବି ଆମେ ଦି ଜଣ
गोटे प्लान कलु काली सकाळु उठी टिके बाकी गाँ लोकों सह कथा हबा केही किछि तो जानी थिबे ए निशि पिशाचुणी विषय रे। हाँ सैया करिबा एतिके कही आमे सोई पड़िलु। सकाळु आखि खोलिबारु देखिली माउसी आसी डाकुछंती। जल्दी उठी खाइबा पीबा सारी फास्ट बस रे उठी जीवाकू से कहूथिले। रही था बोऊ एते दिन परे घर को आसी तू खाली पळा पळा होउछु जीवी तो आउ कौन टिके रह। वर्षा चल टिके गाँ आड़ू बुली आसिबा काली अंधार रे किछि भी दिसु नथिला। आज देखिबा तम गाँ सीतापुर केते सुंदर। आमे दुहे बाहरी गलु गाँ बुलिबाकू। गाँ मुंड दीटा घर छाड़िकी गाँ प्राइमरी स्कूल मास्टर को घर थिला। आमे तांको घर सामने जाउथुलु हठात सार हमको देखिकी बोली पड़ले। আরে বর্ষা কেবে আসিলু মা? दुहे जाइकी मुंडिया मारलु सार को। आज्ञा एई दुर्गा पूजा छुट्टी अच्छी तो सेथिपाई घर को पळी आसिली टिके छुट्टी काटिकी पुणी पळेबी। ये होची मो सांगो सर मोनालिसा। আচ্ছা আচ্ছা ଭଲ କରିଛୁ ମା। ଗାଁ ଭିଟା ମାଟି ସହ ସମ୍ପର୍କ ରଖିବା ଭଲ। ଦେଖୁଛୁ ତ ଆମ ଗାଁରେ ଯିଏ ଦି ଅକ୍ଷର ପାଠ ପଢିଲେ ସେ ସହର ମୁହାଁ ହେଲେ। ଗାଁ ଆଉ ଆଗ ଭଳି ନାଇଁ ରେ ମା, ଜନଶୂନ୍ୟ ହେଇଗଲାଣି। सर गोटे कथा पचारिबी? ଆରେ ହଁ ହଁ ମା ପଚାର। ଆରେ ସେଠି ଛିଡା ହେଇକି ରହିଲ କାହିଁକି ଦାଣ୍ଡଟାରେ? ଆସ ଆସ ପିଣ୍ଡାରେ ବସ। आमे दुहे पिंढारे बसिलु। तापरे मु पचारिली सर एई निशि पिशाचुणी कथा तो कौन सत? काली राति रे मु भी तो डाक शुणी उठी पड़ी। କଣ ସେ ନିଶି ପିଶାଚୁଣୀ କାଲି ରାତିରେ ଆସିଥିଲା? आज्ञा सर सी माउसी को आवाज रे मते डाकिला। मते लगिला कि माउसी डाकुचंती। अबिकल माउसी को स्वर सर। जदि मते वर्षा पछरु न डाकी थांता आज मोर जे कौन होई थांता ता केवल भगवान को ही जना। हाँ सर वो कहूतिला कौन से गाँ लोकों को डाकी कि सांगरे नहीं जाउची आउ जो लोक माने ता सांगरे जाउछंती से माने आउ फेरु नहांती। ଠିକ ଶୁଣିଛ ତମେ ମାନେ। ନିଶି ପିଶାଚୁଣୀର ଆତଙ୍କ ଏଇ 6 ମାସ ହେଲା ବଢିଛି। ପ୍ରାୟ 15-16 ଜଣ ଲୋକଙ୍କୁ ସେ ସାଙ୍ଗରେ ନେଇଗଲାଣି। ତା ଡରରେ ଆଖପାଖ ଗାଁ ଲୋକ ସବୁ ଗାଁ ଛାଡ଼ିକି ଚାଲିଗଲେଣି।
ହେଲେ ସାର୍ ଏଇ ନିଶି ପିସା ଶୁଣି ଆସିଲା କୋଉଠୁ? ଆଉ ୟାର କିଛି କଣ ପ୍ରତିକାର ନାହିଁ? କହୁଛି ଶୁଣ ମା, 6 ମାସ ପୂର୍ବରେ ଗୋଟେ ବଡ ବନ୍ୟା ହେଇଥିଲା। ସେଇ ବନ୍ୟାରେ ବହୁତ ଘର ଦ୍ୱାର ଭାଙ୍ଗି ଛାରଖାର ହେଇଯାଇଥିଲା। ଗାଈ ଗୋରୁ ବି ମରି ହଜି ଯାଇଥିଲେ। ମଣିଷ ତ ଛାଡ, 4-5 ଜଣ ଲୋକ ତ ଆମ ଗାଁରୁ ହିଁ ଚାଲିଗଲେ। କିନ୍ତୁ ବନ୍ୟା ପାଣି ପୁରା ଘର ଛଣ ଛପର ଉଡିକି ନେଇକି ପଳେଇଥିଲା। ବନ୍ୟା ଟିକେ ଛାଡିଲା ପରେ ଗାଁ ପଛ ମଶାଣି ହୁଡାରେ ଯୋଉ ବରଗଛ ଅଛି, ସେଠି ଆସି ଗୋଟେ ପିତ୍ତଳ ନୋଟା ଲାଗିଥିଲା। ଗାଁ ଲୋକମାନେ ଦେଖିକି ମୋ ପାଖକୁ ଆସିଲେ କହିବାକୁ। ମୁଁ କହିଲି ହଉ ଚାଲ ଦେଖିବା କଣ ନୋଟା ଲାଗିଛି। ମୁଁ ଯାଇ ଦେଖେ ତ ଗୋଟେ ବଡ ପିତ୍ତଳ ନୋଟା ଗୋଟେ ବରଗଛରେ ଲାଗିଛି। ତା ମୁହଁରେ ଗୋଟେ କଳା କପଡାଟେ ବନ୍ଧା ହେଇଛି। ସମସ୍ତେ ଭାବିଲୁ ବୋଧେ ବଢି ପାଣିରେ ଭାସି ଆସିଛି କୋଉଠୁ। ଆଉ ଭାବିଲୁ ଚାଲ ମିଶିକି ଖୋଲିବା, ଦେଖିବା ତା ଭିତରେ କଣ ଅଛି। କିଛି ବି ଥାଇପାରେ ତା ଭିତରେ। ଆମେ ସବୁ ଗାଁ ଲୋକମାନେ ମିଶିକି ଲୋଟାକୁ ଆଣିଲୁ। ଲୋଟାଟା ମୁହଁରୁ ସେଇ କଳା କପଡାଟା ଖୋଲିଲା ବେଳେ ଲୋକମାନେ ଭାବିଲେ ବୋଧେ କିଛି ଗୁପ୍ତ ଧନ ଅଛି। କିନ୍ତୁ ଯେମିତି ସେ ନୋଟା ମୁହଁଟା ଖୋଲିଲା, ହଠାତ୍ କୋଉଠି କିଛି ନାହିଁ। ଗାଁ ଯାକ ପୁରା ଅନ୍ଧାର ହେଇଗଲା। କୋଉଠୁ ଘୂର୍ଣ୍ଣିଝଡ଼ ମାଡି ଆସିଲା। ସମସ୍ତେ ଡରରେ ସେ ନୋଟା ମୁହଁକୁ ବାନ୍ଧିଦେଲୁ। ତାକୁ ନେଇ ଗାଁ ପଛର ଯୋଉ ନଈ ବୋହି ଯାଇଛି, ସେଇଠି ଭସେଇଦେଲୁ। କେତେ ଲୋକ କଣ କୁହାକୁହି ବି ହଉଥିଲେ। ଗଲା, ସେଦିନ ତ କଟିଗଲା। କିନ୍ତୁ ତା ପରଦିନ ସକାଳୁ ଆମ ଗାଁ ପୁରୋହିତ ସେ ଆସି ଗାଁ ବୈଠକ ଡାକିଲେ। ଆମେ ସମସ୍ତେ ଗଲୁ। ହଠାତ୍ ଗାଁ ପୁରୋହିତ ଯେତେବେଳେ ବୈଠକ ଡାକିଛନ୍ତି, କଣ ପାଇଁ ଡାକିଛନ୍ତି ଭାବିକି ଛୋଟ ପିଲାଠୁ ବୃଦ୍ଧା ଯାଏ ସବୁ ଆସିଲେ। ଗାଁ ମୁଣ୍ଡ ବରଗଛ ପାଖରେ ଆମ ଠାକୁରାଣୀ ମନ୍ଦିର, ସେଇ ମନ୍ଦିର ସାମ୍ନାରେ ବୈଠକ ବସିଲା। ଆଜ୍ଞା, ସମସ୍ତେ ପୁରୋହିତଙ୍କ ମୁହଁକୁ ଚାହିଁକି ବସିଥାନ୍ତି। ପୁରୋହିତଙ୍କ ମୁହଁ ଦେଖି ଲାଗୁଛି ଯେମିତି ସେ ଭୟରେ ପୁରା କାତୁର। ଆଖି ଗୁଡାକ ବଡ ବଡ ଆଉ ଲାଲ ହେଇକି ଅଛି। ମୁହଁଟା ରାଗ ଆଉ ଭୟ ଦିଟା ମିଶାମିଶି ଭଙ୍ଗ ଅଛି ମୁହଁରେ। କଥା କଣ ପୁରୋହିତ, ଏତେ ସକାଳୁ ସକାଳୁ ଗାଁରେ ଗୋଟେ ସମସ୍ତଙ୍କୁ ଡାକିଛନ୍ତି? କଣ କିଛି ଜରୁରୀ କଥା ଅଛି? ଜରୁରୀ କଥା? ଅନର୍ଥ ଘଟିଛି, ଅନର୍ଥ। କାଲି ରାତିରେ ଗ୍ରାମ ଦେବତୀ ମୋ ସ୍ୱପ୍ନରେ ଆସିଥିଲେ। କହିଲେ ନୋଟା ଖୋଲିକି ତମେ ନିଶି ପିଚା ଶୁଣିକି ବାହାର କରିଛ, ସେ କାହାରିକି ଛାଡିବନି। ଗୋଟି ଗୋଟି କରି ସବୁ ଖାଇଯିବ ସେ। ତମେ ମାନେ କଣ ଭାବିଛ ନିଶି ପିଶାଚୁଣୀ ହାବୁଡରୁ ବଞ୍ଚିଯିବ? କେହି ବଞ୍ଚି ପାରିବନି ତମେ।
ପୁରୋହିତଙ୍କ ମୁହଁରୁ ଏ କଥା ଶୁଣି ଆମେ ସମସ୍ତେ ବହୁତ ଡରି ଯାଇଥିଲୁ। ଗାଁ ଲୋକମାନେ ସବୁ କିଏ କଣ କେତେ କଥା କହିବାକୁ ଲାଗିଲେ। ବହୁ କାଳ ଆଗରୁ ନିଶି ପିଶାଚୁଣୀଙ୍କୁ ବନ୍ଦୀ କରିଥିଲେ ଆମ ପୂର୍ବପୁରୁଷ ମାନେ, କିନ୍ତୁ ଗାଁ ବଢି ପାଣିରେ କୋଉଠୁ ପୁଣି ଭାସି ଆସି ଲାଗିଲା ଏଇ ନୋଟ କେହି କିଛି ଜାଣିପାରୁନାହାନ୍ତି। ଭୁଲ ତ ଆମର ଥିଲା। ଯଦି ଆମେ ନୋଟା ମୁହଁରୁ କପଡା ନ ଖୋଲିଥାନ୍ତେ ସେ ମୁକ୍ତି କୋଉଠୁ ପାଇଥାନ୍ତା। ଆମେ ଗାଁ ବାଲାଇ ୟାର ଦୋଷୀ, ଆଉ ଏହା ଦଣ୍ଡ ତ ଆମକୁ ଭୋଗିବାକୁ ହିଁ ପଡିବ। ସବୁ ଗାଁ ଲୋକମାନେ ମିଶି ପାଖ ଗାଁରୁ ଗୁଣିଆ ଡାକିକି ଆଣିଲୁ ପୁଣି ନିଶି ପିଶାଚୁଣୀକୁ ବନ୍ଦୀ କରିବା ପାଇଁ। ହେଲେ ସେ ପିଶାଚୁଣୀ ଏତେ ଶକ୍ତିଶାଳୀ ଯେ ଗୁଣିଆକୁ ବି ଡରିଲାନି। ସେ ଗୁଣିଆ ଆହୁରି ଡରିକି ପଳେଇଲା। ଏବେ ଆଉ କିଛି ଉପାୟ ନାହିଁ ରେ ମା। ଗାଁର ତ ବେଶୀ ଭାଗ ଲୋକ ଗାଁ ଛାଡିକି ପଳେଇଲେଣି। ଆଉ ଯାହା କେହି ଅଛନ୍ତି ସେମାନେ ସବୁ ବୟସ୍କ ଲୋକ। ଭିଟାମାଟି ଛାଡି ଯିବାକୁ ହିଁ ଚାହୁଁନାହାନ୍ତି। ବାପ ଦାଦା ଅମଳରୁ ସେମାନେ ରହି ଆସିଛନ୍ତି। ସେମାନଙ୍କ ମୁହଁ ମୁହାଁସ ଲାଗିଯାଇଛି ତାଙ୍କ ଭିଟାମାଟି ପ୍ରତି। ମୁଁ କହିବି, ଯଦି ନିଶି ପିଶାଚୁଣୀ କାଲି ରାତିରେ ଆସିଥିଲା ତାହେଲେ ତମେ ଦୁହେଁ ସାବଧାନ ହେଇଯାଅ। ସେ ପୁଣି ଆସିବ, ସେ ଛାଡିବନି। ହେଲେ ସାର୍, ଏମିତି ଡରିଗଲେ କେମିତି ହବ? ସାହସର ସହିତ ତାକୁ ସାମ୍ନା କରିବାକୁ ପଡ଼ିବ। ବର୍ଷା ଆଉ ମୁଁ ଏତିକିରେ ଘରକୁ ପଳେଇ ଆସିଲୁ। ଏପଟେ ମଉସା ବି ଭୁବନେଶ୍ୱରରୁ ଫେରି ଆସିଥିଲେ। ବାପା, ତମେ ଭୁବନେଶ୍ୱର କାହିଁକି ଯାଇଥିଲ? କ'ଣ କାମ ଥିଲା ତମର? ଆରେ ମା, ମୁଁ ଯାଇଥିଲି ସେଠି ଘର ଦେଖିବାକୁ। ମୁଁ ଭାବୁଛି ତୋ ବୋଉ ଆଉ ମୁଁ ଭୁବନେଶ୍ୱର ଚାଲିଯିବୁ। ସେଇଠି ରହିବୁ, ଆଉ ତୋର ଆଉ କିଛି ଅସୁବିଧା ହବନି। ଏଇ ଗାଁରେ ଆଉ ରହି ହବନି ରେ ମା। ବର୍ଷା, ଶୁଣ ମା, ମୁଁ ତମ 2 ଜଣଙ୍କ ପାଇଁ ଖାଇବା ବାନ୍ଧି ଦେଇଛି। ତୋ ବାପା ନେଇ ଟ୍ରେନରେ ଉଠେଇ ଦେବେ ତମ 2 ଜଣଙ୍କୁ। ତୋ ମାଉସୀକୁ ବି ମୁଁ ଜଣେଇ ଦେଇଛି ତୁ ଯିବୁ ବୋଲି। ଯା ମା, ବାହାରି ପଡ଼େ, ଡେରି କରନା ଆଉ। ଆମେ ଦୁହେଁ ମାଉସୀଙ୍କ କଥା ଶୁଣି ଜଲ୍ଦି ବାହାରି ପଡ଼ିଲୁ। ମଉସା ଆଣି ଆମକୁ ଟ୍ରେନରେ ଉଠେଇ ଦେଇ ଗଲେ। ଗାଁ ଛାଡ଼ି ଆସୁଥିଲା ବେଳେ ସତେ ଯେମିତି କେହି ପଛରୁ ମୋ ନାଁ ଧରି ଡାକୁଥିଲା। ମୋତେ ଏମିତି ହିଁ ଲାଗିଲା। ସେଇଦିନ ସନ୍ଧ୍ୟାରେ ଆମେ ବର୍ଷାର ମାଉସୀ ଘରେ ପହଞ୍ଚିଗଲୁ। ଆଉ ସେଠାରେ ହିଁ ଦୁର୍ଗାପୂଜା ଛୁଟି ବର୍ଷା ଆଉ ମୁଁ 2 ଜଣ କାଟିଲୁ। କିଛି ଦିନ ପରେ ଶୁଣିବାକୁ ପାଇଲି ଯେ ବର୍ଷାଙ୍କର ଭୁବନେଶ୍ୱର ପଳେଇ ଆସିଛନ୍ତି ବୋଲି। ଏଇ କାହାଣୀଟି ଆପଣମାନଙ୍କୁ କେମିତି ଲାଗିଲା ପ୍ଲିଜ୍ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଆମ ଭାଷା, ଆମ ସଂସ୍କୃତିକୁ ଭଲ ପାଆନ୍ତୁ, ଆଉ ଓଡ଼ିଆ ବୋଲି ଗର୍ବ ଅନୁଭବ କରନ୍ତୁ। ଜୟ ଜଗନ୍ନାଥ।